कि जितु भाई पावर कहते कि कहया गले निहार भाई कोमल भाई पावर कहते से सेटअप उपरे जितु भाई केते कोन माने ये अछि कहया गले ଦେଖ ସେଟअप ଦେଖ ସିଏ ତାଙ୍କ ସେଟअप ବୁଝନ୍ତି ଆମେ ସେଟअप ଆମେ ବୁଝୁଛୁ ଆମ ହିସାବରେ ଯାହା ଭଲ ଲାଗିବ ଯାହା କମ୍ଫର୍ଟେବଲ ଜିନିଷ ଆମେ ଆମର କଥାବାର୍ତ୍ତା ହେଇ ଜିନିଷ ଆମେ ଲଗାଉଛୁ ସିଏ ତାଙ୍କ ଅଟରେ ବ୍ୟସ୍ତ ମୁଁ ମୋ ଅଟରେ ବ୍ୟସ୍ତ କିଏ କାହାକୁ ପଚାରୁଛି କହିଲ ମାନେ ଧରା ହେଇଥିଲା କମ୍ପିଟିସନ କାମ ହେଲେ ପ୍ରେସର ମିଟ୍ ଆଗରୁ ଲାଗିନଥିଲା ଗାଡ଼ିରେ ତମେ ନିଜେ ଜାଣୁଥିବ ପ୍ରୋଗ୍ରାମକୁ ଯାଇଥିବ ପ୍ରେସର ମିଟ୍ ଆମର ଏତେ ହେଇଛୁ ହେନେ ତାପରେ ଇଏ କଲା ଆମର ପ୍ରେସର ମିଟ୍ ହିଁ ଦରକାର ସେଇ ଅନୁସାରେ ଯାହା ହେଲା ହଁ ଯାଉଥିଲେ ଓଡ଼ିଶା ଡିଜେରେ ବୁଝି ଯାଉଥିଲେ ବହୁତ ହେଲାନି 10ରୁ 11:30 ଯାଉଥିଲେ ଓଡ଼ିଶା ଡିଜେରେ ବୁଝି ସେଠୁ ସାରିକି ନିଆର ସେଇଟା ବି ସେ ଗଲା ଏଠୁ ଗଲା କରିବା ମୁଁ କହିଲି ହଉ ଠିକ୍ ଅଛି କରିବା ଦୁଇଜଣ ମିଶିକି ଆଉ ସେଇଠୁ ଡିସିସନ୍ ନେଲୁ କଲୁ ଆଉ ଲୋକ କହିବା ପାଇଁ ବହୁତ କିଛି ଅଛନ୍ତି ସବୁ କହିବେ ଆମେ କାମ କରି ଚାଲିବା କାମ କରିବା ଭଲ ରେଜଲ୍ଟ ଦେଲେ ଲୋକ ଅଟୋମେଟିକ୍ ଆମର ବି ପ୍ରଶଂସା କରିବେ। हेलो फ्रेंड्स वेलकम टू माय यूट्यूब चैनल जो जमे मानकू फाइनाली आम सीना पहुँचल रश्मि पाखे होम पाखे हम आज आसूँ किसी होम टूर वीडियो आउ देख सामने अच्छी बाघ भी ठिया है देखा भी किसी गाड़ी जिन कम चली कम भी चलती निहार भाई कोमल भाई को किसी पचारिक बुझा चलतु जा देखा केमती कौन वीडियो रोचे आ वीडियो माध्यम पूरा फुल एंजॉय करूँ फुल वीडियो देखूँ भाई कौन कौन कहले भी से विषय भी देखा चलतु रश्मि मार्केट का राजा था और हमेशा रहेगा। मिक्स बाय डीजे रॉकी। एवरीबॉडी से रश्मि वर्जन 3 रश्मि वर्जन 3 द गेम चेंजर वर्जन 3 द गेम चेंजर डीजे रॉकी। तू बहुत भौंक लिया, अरे लाला तू अब मेरी सुन। आजकल गली गली के हर डीजे खुद को कंपटीशन किंग कहने लगे हैं। उन सबको बता देना चाहूंगा जब तुम अंडे से निकले भी नहीं थे मैं उस जमाने से कंपटीशन का किंग रहा हूँ। एवरीबॉडी से रश्मि। हेलो फ्रेंड्स वेलकम टू माय यूट्यूब चैनल जो जमे मानू भाई बाहर तो वीडियो देखी भी आम पाखे अच्छा निहार भाई एंड कोमल भाई अच्छा भाई दी जन जाक आम चैनल को स्वागत भाई भाई आम निहार भाई को फास्ट फोन करे कोमल भाई गढ़ी भाई केमती कौन अच्छा समस्त भाई जय जगन्नाथ मोर आ भाई को स्पेशल थैंक्स आसी आम पाखु भाई केमती कौन अच्छा भल अच्छा चली ठाकुर दयार दुख चली भाई नुआ वर्ष कौन नुआ सेटअप कौन आसूची कि किसी यूनिक डिजाइन आसूची नुआ वर्ष पे ନାଇଁ ନାଇଁ ଏଇନା ତ ଚାଲିବ ଟାଇମ ନାହିଁ ଦେଖନି ପ୍ରୋଗ୍ରାମ ଲଗାତାର ଅଛି ପରେ ଡିଜାଇନଟା କରିବା ପୁଣି ଯୋଉ ଷ୍ଟିଲ ମିସ୍ତ୍ରୀ ଜାଣୁଛ ଆଜି ଫୋନ କଲେ 10 ଦିନ ପରେ ରିପ୍ଲାଏ ଆଉ ଏଇଟା କାମ କରି ହବନି ଏବେ भाई हमको पब्लिक कमेंट करथिले जे भाई गाड़ी रे धरो माने दूर प्रोग्राम जिया पय हले माने धरो आ गोटे साइड रे सार्फी लगे कि प्रोग्राम करिया पय सेटा गोटे प्रॉब्लम कोन ଦେଖ ସାର୍ଫି ଯେତିକି ଅଛି ନା ଆମେ ସେତିକିରେ ପ୍ରୋଗ୍ରାମ କରୁଛୁ କିନ୍ତୁ ଗଣେଶ ପୂଜା ପ୍ଲାନିଂ ଅଛି ସାର୍ଫି ବଢିଆର ସେତେବେଳେ ହେଲେ ଏ ଅନୁସାରେ ଦେଖିବା କାମ କରିବା ଆଉ भाई हमर जो एबे रिसेंटली एबे गोटे अछि जो फेब्रुआरी केते कोन बाली पाटना प्रोग्राम जो ଫେବୃଆରୀ अछि 27 ताको नै कोन गोटे प्रॉब्लम कोन କଣ କରିବା ସବୁ ତ ପ୍ରୋଗ୍ରାମ ସମାନ ଆମ ପାଇଁ ସବୁଠି ଯେମିତି भैया हमें तो जानी थिला अपन को सेटअप रे आगुरु नॉर्मल प्रेशर मिट भी लागी नथिला कोडे कंपटीशन प्रोग्राम भी हेनी एबे रिसेंटली दी तीनटा प्रोग्राम रे आ अपन गाडी रे प्रेशर लागला कोन भाई ओरिजिनल हम प्रेशर मिट लगे भाई देखो कंपटीशन करा ପାଇଁ କାହାକୁ ଇଚ୍ଛା ନାହିଁ ମତେ ବି ଇଚ୍ଛା ନାହିଁ କାରଣ ଏଟା ଅଯଥା ପଇସା ଖର୍ଚ୍ଚ କିଛି କାମ ନାହିଁ ଆମେ ପ୍ରୋଫେସନାଲ ୱାଇଜ ଯିବା ତାର ପବ୍ଲିକ ତ ଚାହିଁବା ଆମକୁ କମ୍ପିଟିସନ ଦରକାର ପବ୍ଲିକ ତ ଭାବି ପଡିବ ନା ତାଙ୍କ ଡିମାଣ୍ଡ ଅନୁସାରେ ଆମେ ଚାଲୁଛେ ତାଙ୍କ ଯୋଗୁଁ ଆମେ ଚାଲୁଛୁ ଆଉ ଆମେ ଜିନିଷ ବନେଇ ଦେବୁ ଘର ଥିବ ପବ୍ଲିକ ହିଁ ନେବେ ନା ଆଉ ତାଙ୍କ ହିସାବରେ କମ୍ପିଟିସନ କରିବା କଥା କମ୍ପିଟିସନ ଚାଲୁ ଆଉ କଣ କରିବା भाई प्रेशर मिट माने तम तो आगुरु नॉर्मल सेटअप थिला जो प्रेशर माने लागु नथला इनोटी एच भी लागितला प्रेशर मिट लगेबा को कारण दे जिन कोन ଦେଖ ଆମେ ଫାଷ୍ଟ ଆସୋସିଏସନ ନିୟମ ଅନୁସାରେ ଚାଲୁଥିଲୁ ଆମର ଯାହା 8 ବେସେ 20 ପିସ୍ ୟୁନିଟ୍ ସେଇ ଜିନିଷରେ ଚାଲିଥିଲା ପ୍ରୋଗ୍ରାମ ତାପରେ ସମସ୍ତେ ଲଗେଇଲେ ଦେଖ ପ୍ରେସର ମିଟ୍ ସବୁ ସାଉଣ୍ଡ ପ୍ରେସର ମିଟ୍ ଲଗେଇଲେ ଆଉ ପ୍ରେସର ମିଟ୍ ଆଉଟପୁଟ୍ ବି ଭଲ ରହିବ ଆଉ ସେମାନେ ପ୍ରେସର ମିଟ୍ କମ୍ପିଟିସନ କରିବେ ଆମେ କ୍ୱାଲିଟି ମେଣ୍ଟେନ କଲେ ହବ କି ସେଥିପାଇଁ ପ୍ରେସର ମିଟ୍ ଲାଗିଲା ଡିମାଣ୍ଡ ବି ହେଇଗଲାଣି ପ୍ରେସର ମିଟ୍ ନା ପ୍ରୋଗ୍ରାମ କରିଗଲେ ଲୋକ ପଚାରନ୍ତି କେତେ ପିସ୍ ପ୍ରେସର ମିଟ୍ ଧରିନା ଆସିବ ଫାଷ୍ଟ କ୍ୱେଶ୍ଚନ ସେଇଟା ଲୋକଙ୍କର ଆଉ କଣ କରିବା ଲୋକଙ୍କ ଚାହିଦା ଅନୁସାରେ ଜିନିଷ ଦେବାକୁ ପଡିବ
ଭାଇ ଆପଣଙ୍କର ପ୍ରୋଗ୍ରାମ ହେଇଥିଲା ଆମେ ବି ଯାଇଥିଲୁ ବାଲିଝରି ପ୍ରୋଗ୍ରାମ ନରସିଂହପୁର ବାଲିଝରି ଆଉ ବାଲିଝରି ପ୍ରୋଗ୍ରାମରେ ଆପଣ ସମସ୍ତଙ୍କ ସହିତ ସମସ୍ତଙ୍କୁ କମ୍ପିଟିସନ କରିଥିଲେ ଯାହାକି ଆମେ କହିବାକୁ ଗଲେ କମ୍ପିଟିସନ କିଙ୍ଗ ଯୋଉ ପିଲ ତାଙ୍କ ସହିତ ବି କମ୍ପିଟିସନ ହେଇଥିଲା ଆପଣଙ୍କ ସହିତ ସେଇ କମ୍ପିଟିସନ ଆପଣଙ୍କର କଣ ମାନେ ମାଇଣ୍ଡରେ ଥିଲା ଯେ ନାଇଁ ଆମେ କମ୍ପିଟିସନ କରିବୁ ମାନେ କମ୍ପିଟିସନ ହେଇଥିଲା ଆଉ ପିଲା ବି ଭାଇ ଆମେ ବି ଗୋଟେ ଭିଡିଓଟେ ପକେଇଥିଲୁ ଦେଖିଥିଲୁ ପିଲା ସବୁ ମାନେ କ୍ରାଉଡରେ ଅଲଗା ପ୍ରକାର ରଶ୍ମି ୱିନ କହିଥିଲେ ସେ ବିଷୟରେ ଟିକେ ପବ୍ଲିକ କଣ କୁହନ୍ତୁ। ଦେଖ ପ୍ରୋଗ୍ରାମ ଦେଖ ସବୁ ପ୍ରୋଗ୍ରାମ ପାଇଁ ସେମ୍ କାରଣ ସମସ୍ତେ ବଜେଟ ଦଉଛନ୍ତି ଆମେ ଯେତିକି କହୁଛୁ ସେତିକି ବଜେଟ ଦଉଛନ୍ତି ତାଙ୍କର ପ୍ରୋଗ୍ରାମ ବି କରିବାର ମାନେ କିନ୍ତୁ ଏ କମ୍ପିଟିସନ ପାଇଁ ଏକ୍ସଟ୍ରା ଚାର୍ଜେସ୍ ଦେଇଥିଲେ ତାର କମ୍ପିଟିସନ କାମ ଧରା ନଥିଲା ସେଇଟା ଫାର୍ଷ୍ଟ ଟାଇମ ଧରା ହେଲା ମାନେ ଧରା ହେଇଥିଲା କମ୍ପିଟିସନ କାମ ହେଲେ ପ୍ରେସର ମିଟ୍ ଆଗରୁ ଲାଗିନଥିଲା ଗାଡ଼ିରେ ତମେ ନିଜେ ଜାଣୁଥିବ ପ୍ରୋଗ୍ରାମକୁ ଯାଇଥିବ ପ୍ରେସର ମିଟ୍ ଆମର ଏତେ ହେଇଛୁ ହେଲେ ତାପରେ ଇଏ କଲେ ଆମର ପ୍ରେସର ମିଟ୍ ହିଁ ଦରକାର ସେଇ ଅନୁସାରେ ଯାହା ହେଲା। ଭାଇ ଆଜିକାଲି ଯୋଉ ଯେତେ ବି ଯୋଉଠି ଯିବା ଯୋଉ ସେଟଅପ ମାନେ କୋଉଠି ଯାଉଛନ୍ତି ହୋମ ଟୁର ମାନେ ଯେତେ ବି ୟୁଟ୍ୟୁବର ଭାଇ ମାନେ ଯାଉଛନ୍ତି କି ଭାଇ କିଛି ନୂଆ ୟୁଟ୍ୟୁବର ଭାଇ ମାନେ ବି ଯାଉଛନ୍ତି କିନ୍ତୁ ସାଉଣ୍ଡ ଓନର ମାନେ କିଛି ମାନେ କହୁଛନ୍ତି କି ଯୋଉ ମାନେ ୟୁଟ୍ୟୁବର ମାନଙ୍କୁ କହୁଛନ୍ତି ମାନେ ପଇସା ଦେଇକି ଡାକୁଛନ୍ତି ଇଏ କରୁଛନ୍ତି ସେ କରୁଛନ୍ତି ଆଉ କଣ୍ଟ୍ରୋଭର୍ସି ରିଜିନ ଷ୍ଟାର୍ଟ ଯୋଉ ହଉଛି ବି ସେଟା ପାଇଁ ସାଉଣ୍ଡ ଓନର ଦାୟୀ କି ପବ୍ଲିକ ଦାୟୀ କି ଆମ ଡିଜେ ଓନର ଭାଇ ମାନେ ଦାୟୀ ରହୁଛନ୍ତି କଣ କହିବା ଭାଇ ଦେଖ ଶୁଣ ଭାଇ ମେନ୍ ହଉଛି ୟୁଟ୍ୟୁବର ତାଙ୍କ କାମ ହଉଛି ୟୁଟ୍ୟୁବରେ ଭିଡିଓ ଚ୍ୟାନେଲ ପକେଇବେ ଭିଡିଓ ପକେଇବେ ଆଉ ସିଏ ଯଦି ଫୋନ କନା ମତେ କହିବେ ନା ଭାଇ ତମ ଟିକେ ହୋମ ଟୁର କରିଯିବୁ ତମ ମତେ ଏତିକି ସମୟ ଟାଇମ ଦବ ଯଦି ତମେ ଟାଇମ ନ ଦେଇ ପାରିବ ଏଟା ତମ ଭୁଲ ଫାଷ୍ଟ ଆଉ ୟୁଟ୍ୟୁବର ଯୋଉ କୁହନ୍ତି ପଇସା ଦେଇକି ଡକା ହଉଛି ସିଏ ଦେଇକି ଡକା ହଉଛି ଭାଇ କାହାକୁ କେହି ପଇସା ଦେଇ ଡାକୁନାହାନ୍ତି ସମସ୍ତେ ଆସନ୍ତି ନିଜ ଖୁସିରେ ଆସନ୍ତି ନିଜ ଭାଇ ଭାଇ ଆସନ୍ତି ଆଉ ପଇସା ଦେଇକି ତମେ କେତେ ଦିନ ଗୋଟେ ୟୁଟ୍ୟୁବରକୁ ପଇସା ଦବ ନିଜ କହୁଛ ପଇସା ଦେଇକି ଭିଡିଓ ପକଉଛ ତମେ ଗୋଟେ ଆମ ପ୍ରୋଗ୍ରାମ ଯଦି ରହିଲା ବର୍ଷକୁ 100ଟା 100 ଯେମିତି ପଇସା ଦେଲେ କେତେ ଦିନ ଦବ ପଇସାକୁ ଆଉ ସେଇଟା ଗୋଟେ ମିଛ ଫଲ୍ସ କେସ୍ ମୋ ପଇସା ଦେଇକି ନିଅ ଭିଡିଓ କର ସିଏ କର ଆଉ ପବ୍ଲିକ ଯୋଉ ଜିନିଷ ଛାଡିଲେ ଭିଉ ଯିବ ସେଇ ଜିନିଷ ହିଁ ୟୁଟ୍ୟୁବର ଛାଡିବେ ନା ଆଉ ଆଉ ଆଜିକାଲି ତ ଭାଇ ଘରେ ଘରେ ଭାଇ ୟୁଟ୍ୟୁବର ହଁ ହେଲେଣି ସମସ୍ତେ ନିଜର ପର୍ସନାଲ ଚ୍ୟାନେଲ ଅଛି ପର୍ସନାଲ ଚ୍ୟାନେଲ ଅଛି ସବୁ ଡିଜେ ଭାଇ ମାନଙ୍କର ପର୍ସନାଲ ଚ୍ୟାନେଲ ହଁ ଅଛି କିନ୍ତୁ ପର୍ସନାଲ ଚ୍ୟାନେଲରେ ସେ ନିଜ ଭିଡିଓ ବି ମାନେ ପକେଇ ପାରୁନାହାନ୍ତି ମାନେ ରେଗୁଲାର ଭିଡିଓ ପକେଇ ପାରୁନାହାନ୍ତି ତଥାପି ୟୁଟ୍ୟୁବ ମାନଙ୍କୁ କହୁଛନ୍ତି ନା ତମେ ଆମର ମାନେ ଆସିକି କଭର କରିପାରୁନାହାନ୍ତି ଖାଲି ଗୋଟେ ଡିଜେର କଭର କରୁଛନ୍ତି ସେ ବିଷୟରେ ଟିକେ କଣ କୁହନ୍ତୁ। ଭାଇ ୟୁଟ୍ୟୁବର ଦେଖ ଯୋଉ ଅଛନ୍ତି ତାଙ୍କ ଜିନିଷ ସମ୍ଭାଳୁ ତାଙ୍କ ହାଲତ ଖରାପ ଆଉ ତାପରେ ଆମେ ସାଉଣ୍ଡ ବାଲା ଆମ ସାଉଣ୍ଡ ବୁଝୁ ବୁଝୁ ତ କୁହନି ଭାଇ ଟାଇମ ବଞ୍ଚୁନି ମୂଳରୁ ଆଉ ସେଇଥିରେ ପୁଣି ଆମେ ୟୁଟ୍ୟୁବ ଚ୍ୟାନେଲ ଆମେ କରିପାରିବୁ ନିଜେ କର ଯାହା ପ୍ରଫେସନ ଯାହା ତାଙ୍କୁ ସେଇ ବାଟ ଛାଡି ଦିଅ ଆମର ତ ନିଜର ଆକାଉଣ୍ଟ ଅଛି ଆମେ ଛାଡି ପାରୁଛୁ ଭିଡିଓ ଛାଡି ପାରୁନୁ କାରଣ ତା ପାଇଁ ଗୋଟେ ଦୁସରା ବି ମେହନତ କରିବାକୁ ପଡିବ କୋଉ ଜିନିଷ ସହଜରେ ମିଳିଯାଏନି ସବୁଥିପାଇଁ କାମ କରିବାକୁ ପଡିଥାଏ ଆଉ ଗୋଟେ ସାଉଣ୍ଡ ଜଗିବୁ ନା ୟୁଟ୍ୟୁବ ଚ୍ୟାନେଲ ଜଗିବୁ ତ ଭାଇ ମାନେ ଟାଇମ ଦେଇକି ସେ ତାଙ୍କ ପ୍ରଫେସନକୁ ଗୋଟେ ଆସିକି ଆମର ଭିଡିଓ ଉପରେ ନ ହୁଅନ୍ତି ଏଇଟା ବହୁତ ବଡ କଥା। ଭାଇ ଆମେ ବି ଆଗକୁ ଦେଖୁଥିଲୁ ଆପଣ ତ ସେଟଅପ ଆଣିବାର 2 ବର୍ଷ ଥିଲା 2 ବର୍ଷ ହେଲା 2 ବର୍ଷ ସେଟଅପ ଆଣିଛନ୍ତି କିନ୍ତୁ ସେଟଅପ ଆଣିବା ପୂର୍ବରୁ ଆପଣ କଣ ଅଲଗା ବିଜନେସ ଥିଲା କି କୋଉ ସାଉଣ୍ଡରେ ଥିଲେ କି କଣ ନା ମୁଁ ଆଗରୁ ଓଡିଶା ଡିଜେରେ ଯାଏ ପ୍ଲେ କରେ ବୁଲାବୁଲି କରେ ଜିନିଷ ପତ୍ର ବଜାବଜି କରେ ଏ ଜିନିଷ ଚାଲିଛି ତା ଛୁଆ ବେଳୁ ଗୋଟେ ଇଚ୍ଛା ସାଉଣ୍ଡ କରିବା ତାପରେ ରଶ୍ମି ସାଉଣ୍ଡ ଏଇ ଖଣ୍ଡାଳ ମୁଣ୍ଡା ଜାଣୁଥିବେ ମୋ ମାମୁଁ ଘର ଗାଁରେ ଫାଷ୍ଟ ଆସିଥିଲା ଆମେ ବି ସିଆରୁ ରିସିଭ ବାଲି ଏଇ ଦିନଟା ଗୋଟେ ରଶ୍ମିର ଗୋଟେ କ୍ରେଜ ଅଛି ଦବଦବା ଅଛି ସାଉଣ୍ଡ ବି ହଳ ବାଜେ ଭାଇ ଆଉ ଯୋଉ କ୍ରେଜ କହୁଛନ୍ତି ଭାଇ ଆଗରୁ ତ ରଶ୍ମିର ତ ଭାଇ କହିବାକୁ ଗଲେ ମାର୍କେଟର କହିବାକୁ ଗଲେ ଆମ ଓଡିଶାରେ ଭାଇ କହିବାକୁ ଗଲେ ମାନେ ରାଜା କହିବାକୁ ଥିଲେ ପବ୍ଲିକଙ୍କ ଡିମାଣ୍ଡ ଅନୁସାରେ କିନ୍ତୁ ଏବେ ଆପଣ ସେଟଅପ ଆଣି ସାରିଲେଣି ତାଙ୍କଠୁ ମାନେ ନୂଆ ନୂଆ ଆପଣ ହେଇଛନ୍ତି କିନ୍ତୁ ସେଇ କ୍ରେଜ ଅଛି କି ଏବେ ସୁଦ୍ଧା କି କିଛି କ୍ରେଜ କମିଛି ମାନେ କଣ ଭାଇ ସେଇ ଜିନିଷ ଆମେ କହିପାରିବୁ କି ପବ୍ଲିକ ସେଇଟା କହିବେ ଆମେ କଣ କହିବୁ ଆମେ ଆମର କାମ କରିବାର ଅଛି ଆମେ ବେଷ୍ଟ କାମ ଦେଲେ ଲୋକ ଆମକୁ ସେତିକି ଭଲ ପାଇବେ ଆମେ ଯେତିକି ଭଲ କାମ କରିବା ଲୋକ ସେତିକି ଭଲ ପାଇବେ ମାନେ ଆଗରୁ ଯୋଉ ଯେତେ ପ୍ରୋଗ୍ରାମ ବି ତାଙ୍କର ସେ ଯେତେବେଳେ ସେଟଅପରେ ମାନେ ତ ଭାଇ ଯେମିତି ଥିଲା ଏବେ ଏଇ ସେଟଅପରେ ହିଁ ତ ଭାଇ ଅଛି କି ନାହିଁ ସେଇଟା ମୁଁ ପଚାରିବାକୁ ରିଜିନ ସେଇଟା ଦେଖ ଆମେ କହିବାଟା ଭୁଲ କାରଣ ପବ୍ଲିକ ଯାହା କହିବେ ଆଉ ମୋ ସେଟଅପ ତ ମୋ ପାଇଁ ଭଲ ମୁଁ କଣ କହିଦେବି ମୋ ସେଟଅପର କ୍ରେଜ ନାହିଁ ମୁଁ କହିବି ମୋ ସେଟଅପର କ୍ରେଜ ଅଛି ସବୁ ଅଛି ଭଲ ଅଛି ଆଉ ମୋ ସେଟଅପ ମୁଁ କହିବେ ଯାହା କହିବେ ପବ୍ଲିକ କହିବେ ଆଉ ରେସ୍ପନ୍ଦ ମିଳୁଛି ଆପଣ ଜାଣିଥିବେ ଭାଇ ଆମର ଏବେ ଆପଣ ଦୂରକଲ କେବେ ପ୍ରୋଗ୍ରାମ ରଖୁଛନ୍ତି ଦୂରକଲ ଅଛି ଏଇ 31 ତାରିଖ ଦିନ ଅଛି ଗୋଟେ ଆଉ 27 ତାରିଖର ମେଲଣ କଲ ଅଛି ବାଲିପାଟଣା ତାପରେ ମୁକୁନ୍ଦ ପ୍ରସାଦ ଅଛି ତାପରେ କଟକ ଓଡସପୁର ପାଖରେ ଯୋଉ ଦୁକଟି କଣ ପ୍ରୋଗ୍ରାମ ଅଛି ସେଇଠି ଗୋଟେ ଅଛି ଭାଇ ଯଦି କି ଆପଣଙ୍କୁ ଓଡିଶା ବାହାରୁ କଲ କରନ୍ତି ଆପଣ ଯାଇକି ପ୍ରୋଗ୍ରାମ କରିପାରିବେ ଭାଇ ଓଡିଶା ବାହାରକୁ ଆମ ଗାଁରେ ମାରି ପାରୁନୁ ପ୍ରୋଗ୍ରାମ ଓଡିଶା ବାହାରକୁ କଣ ଯିବୁ କଲେ ଭାଇ ବହୁତ ଟେନସନ ବହୁତ ଝାମେଲା ଗୋଟେ ଗୋଟେ ଜାଗା ଅଛି ଏମିତି ଜାଗା ଡର ଲାଗୁଛି ପ୍ରୋଗ୍ରାମ କରିବା ପାଇଁ ଆଉ ଭଦ୍ରକ ରାମନବମୀ କଲ ଆସିଲାଣି କି ଭାଇ ଆପଣଙ୍କୁ ଅଛି ଆସିଛି ହେଲେ ବଜେଟ ଟିକେ ଏପଟ ସେପଟ ଆଉ କିନ୍ତୁ ବୁକିଂ ହେଇପାରେ ବୁକିଂ ହେଇପାର ନାହିଁ ମୁଁ ଯୋଉ ବଜେଟ କହୁଛି ସେଇ ବଜେଟରେ ଦବା ପାଇଁ ନାରାଜ ସେଇ ବଜେଟ ନହେଲା ମୁଁ ସେ କାମ କରିବିନି
ଭାଇଙ୍କର ତ ପକଉଛି ଏବେ ବି ରଶ୍ମିର ଯୋଉ କ୍ରେଜ ରହୁଛି ଭାଇ ହୁଁ ହୁଁ ସବୁ ମାନେ ବି ୟୁଟ୍ୟୁବ ରେ ପକେଇଲେ ଭିଡିଓ ଆମେ ବି ପକେଇଲେ କିନ୍ତୁ ଗୋଟେ ମାଲିକ ଦୁଇ ଡିଜେ ହଉଛି କହୁଛନ୍ତି କି ଜିତୁ ଭାଇ ପାୱାର କହୁଛନ୍ତି କି କହିବାକୁ ଗଲେ ନିଆର ଭାଇ କୋମଲ ଭାଇ ପାୱାର କହୁଛନ୍ତି ସେ ଏଇ ସେଟଅପ ଉପରେ ଜିତୁ ଭାଇର କେତେ କଣ ମାନେ ଇଏ ଅଛି କହିବାକୁ ଗଲେ ଦେଖ ସେଟଅପ ଦେଖ ସିଏ ତାଙ୍କ ସେଟଅପ ବୁଝନ୍ତି ଆମେ ସେଟଅପ ଆମେ ବୁଝୁଛୁ ଆମ ହିସାବରେ ଯାହା ଭଲ ଲାଗିବ ଯାହା କମ୍ଫର୍ଟେବଲ ଜିନିଷ ଆମେ ଆମର କଥାବାର୍ତ୍ତା ହେଇ ଜିନିଷ ଆମେ ଲଗାଉଛୁ ସିଏ ତାଙ୍କଟାରେ ତ ବ୍ୟସ୍ତ ମୁଁ ମୋଟରେ ବ୍ୟସ୍ତ କିଏ କାହାକୁ ପଚାରୁଛି କହିଲ ଆଉ ଭାଇ ସାଉଣ୍ଡ ଓନର ମାନେ ଯେତେ ବି ସାଉଣ୍ଡ ଓନର ଅଛନ୍ତି ସାଉଣ୍ଡ ଓନରଙ୍କ କେମିତି କଣ ମିକ୍ସିଂ ଅଛନ୍ତି କେମିତି କଣ ସମ୍ପର୍କ ରହୁଛି ସବୁ ଭଲ ପର୍ସନାଲ ସବୁ ମିଶାମିଶି ସବୁ ଭଲ କମ୍ପିଟିସନ ଉପରେ କେମିତି କଣ ରହୁଛି କମ୍ପିଟିସନ ଉପରେ ଦେଖ ଆମେ ବେପାର ଦେଖିବାକୁ ପଡିବ ଆଉ ଗୋଟେ ସମ୍ପର୍କ ଦେଖିବା କି ବେପାର ଦେଖିବାକୁ ପଡିବ ନା ଆଗ ଆଉ ଯଦି ଆସିନା କମ୍ପିଟିସନ କରିବା ଆମେ ଛାଡ଼ିଦବା ନିହାତି ଭାଇ ଭାଇ ଆମେ ବି ଏବେ ୟୁଟ୍ୟୁବରେ ଭିଡିଓ ପଡୁଛି ଆପଣଙ୍କର ପଡୁ କି ଆମର ଅଲଗା ଯେତେ ସେଟଅପରେ ଭିଡିଓ ପଡୁଛି କିନ୍ତୁ ଅଲଗା ମାନେ ସେଟଅପରେ ଭିଡିଓ ପଇଲେ ଆପଣଙ୍କର ଧର ପଇଲା ଭିଡିଓ କିନ୍ତୁ ଅଲଗା ସେଟଅପର ଭାଇ ଭିଡିଓ ହେଇଥିଲେ ବି ନଥିଲେ ବି କିନ୍ତୁ ଟକ୍ସିକ କମେଣ୍ଟ ଭାଇ ଆସୁଛି ଆମର ଅଲଗା କହିବାକୁ ଗଲେ ଭାଇ ସେ କମେଣ୍ଟକୁ ନେଇକି କଣ କହିବେ ଲୋକ କହିବା ପାଇଁ ବହୁତ କିଛି ଅଛନ୍ତି ସବୁ କହିବେ ଆମେ କାମ କରି ଚାଲିବା କାମ କରିବା ଭଲ ରେଜଲ୍ଟ ଦେଲେ ଲୋକ ଅଟୋମେଟିକ ଆମର ବି ପ୍ରଶଂସା କରିବେ ଭାଇ ଆମର ଆଉ ଗୋଟେ କ୍ୱେଶ୍ଚିନ୍ ନଥିଲା କି ଭାଇ ଆଗ ୟୁଟ୍ୟୁବର ଯେତିକି ଥିଲେ ଆଉ ଏବେ ୟୁଟ୍ୟୁବର ମାନଙ୍କୁ ନେଇ କଣ କହିବେ ତାଙ୍କ ମାନେ କେମିତି କଣ ସମସ୍ତେ ଭଲ ଏବେ ନୂଆ ନୂଆ ଭାଇ ମାନେ ବି ଆସୁଛନ୍ତି ସିଏ ବି ଭଲ ସବୁ ଭଲ ନିଜ କାମ ନିଜେ କରୁଛନ୍ତି ଆମେ ଆମ କାମରୁ ଲୋକ ଦେଖେଇବା ଆଉ ଖାଲି ସମ୍ପର୍କ ବଢେଇ ଦେଲେ ହବ କି ଆଉ ଭାଇ ଆମେ ଶୁଣୁଥିଲୁ କି ୟୁଟ୍ୟୁବର ମାନେ ଭାଇ ଗୋଟେ ସାଉଣ୍ଡ ଯାଇକି କଭର କରୁଛନ୍ତି ଆଉ ଗୋଟେ ସାଉଣ୍ଡ କଭର କରୁନାହାନ୍ତି ବୋଲି କହୁଛନ୍ତି ବି କିନ୍ତୁ ୟୁଟ୍ୟୁବର ମାନେ ଭାଇ ପାତର ଅନ୍ତର କରୁଛନ୍ତି ଭାଇ ନା ନା ହେଇଟା ଭାଇ ମିଛ କଥା ୟୁଟ୍ୟୁବର କଣ ପାତର ଅନ୍ତର କରିବେ ତାଙ୍କ ଲୋକାଲରେ ଦେଖ ଗୋଟେ ଲୋକ ଏତେ ବାଟ ଯିବା ଅପେକ୍ଷା ତାଙ୍କ ଲୋକାଲ ଯଦି ପ୍ରୋଗ୍ରାମ ଅଛି ସେଇ ଜାଗାଟା ପ୍ରୋଗ୍ରାମ କ୍ୟାପଚର କରିବନି ଆଉ ପାତର ଅନ୍ତର କଣ ଭାଇ ଆଉ ଆଜିକାଲି ତ କହିବାକୁ ଗଲେ ୟୁଟ୍ୟୁବର ମାନେ ଆଗ ଯେମିତି ଆସୁଥିଲା ମାନେ ପେମେଣ୍ଟ ଆସୁଥିଲା ଏବେ ବି ତ ଭାଇ ଏମିତି ଆସୁଥିଲା ଭାଇ କହିବାକୁ ଗଲେ ଘରେ ଘରେ ତ ଭାଇ ସମସ୍ତେ ୟୁଟ୍ୟୁବର ହେଇସାରିଲେଣି ଏଥର ସେଇଟା ହଉଛି କଥା ଭାଇ ଆଗରୁ ତ ଏତେ ବି ଯେମିତି ଆସୁଥିଲା ଏବେ ବି ସେତିକି ଭିଉ ବି ଆସୁନି ନା ଆଉ ଭାଇ ସେ ସେଥିପାଇଁ କଣ କି ଯୋଉଠି ଯାହା ଲୋକାଲ ପ୍ରୋଗ୍ରାମ ହେଲା ବି ଲୋକାଲ ପ୍ରୋଗ୍ରାମ ସେ ବି କଭର କରୁଛନ୍ତି ସେଇଟାକୁ ନେଇନା କହୁଛନ୍ତି ନା ୟୁଟ୍ୟୁବର ମାନେ ପାତର ଅନ୍ତର କହୁଛନ୍ତି ବୋଲି ନାଇଁ ଦେଖ ତାପରେ ଆଉ ଗୋଟେ ଜିନିଷ ଏବେ ଗୋଟେ ସର୍ଟ ଫିଡ ବେଶୀ ସର୍ଟ ଲୋକ ଦେଖନ୍ତି ରିଲ ଜମାନା ସର୍ଟ ତମେ ତ ଭଲ କାମ କରିବ ତମର ଲୋକ ହିଁ ଅଟୋମେଟିକ ହାଇଲାଇଟ କରିବେ ରିଲ୍ସ ବନେଇ ହାଇଲାଇଟ କରିବେ ଆଉ ଏଠି ୟୁଟ୍ୟୁବର ମାନଙ୍କ ଦୋଷ ଦ୍ୱାରା କଣଟା ଅଛି ଭାଇ ୟୁଟ୍ୟୁବ ଅପେକ୍ଷା ଇନଷ୍ଟାଗ୍ରାମରେ ବହୁତ ଭାଇରାଲ ହଁ ବହୁତ ଭାଇରାଲ କାମ ଅଟୋମେଟିକ ଭଲ କଲେ ଲୋକ ହିଁ ତମକୁ ହାଇଲାଇଟ କରିବେ କିଛି ହାଇଲାଇଟ କରିବା ଦରକାର ନାହିଁ ତମ କାମ କରିଚାର ଭଲ ଅଟୋମେଟିକ ଭିଡିଓ ପଡି ଚାଲିବ ଭାଇ ଆପଣଙ୍କଠୁ କିଛି ପଚାରିଲୁ ଆଉ ଆମ ସାମ୍ନାରେ ଅଛନ୍ତି ଦେଖନ୍ତୁ କମଲ ଭାଇ ଆଉ କମଲ ଭାଇଙ୍କୁ ଚାଲନ୍ତୁ କିଛି ପଚାରିକି ବୁଝିବା ଆଉ ଫାଇନାଲି ନିହାର ଭାଇଙ୍କୁ କିଛି ବୁଝିଲେ ଆମ ପାଖରେ ଅଛନ୍ତି କମଲ ଭାଇଙ୍କୁ ବୁଝିଲେ ଭାଇ ଆମ ଚ୍ୟାନେଲ ଆପଣଙ୍କୁ ସ୍ୱାଗତ ଜୟ ଜଗନ୍ନାଥ ଆଉ ଭାଇ କେମିତି କଣ ଅଛନ୍ତି ଭଲ ଭାଇ ଜଗନ୍ନାଥଙ୍କ ଦୟାରେ ସବୁ ଭଲ ଭାଇ ଆପଣ ତ ସେଟଅପ ଆଣିଲେ ଏଇ ବର୍ଷ ଭିତରେ ଦି ବର୍ଷ ହେଲା ଆପଣ ନୂଆ ସେଟଅପ ଆଣିଲେ କିନ୍ତୁ ଆଗକୁ ସେଟଅପରେ ଯାଇକି ପ୍ରୋଗ୍ରାମ କରୁଥିଲେ କି କିଏ କୋଉଠି ଜବ୍ କରୁଥିଲେ କି ନା ମୁଁ ମାଇଣ୍ଡରେ ଆସିଲା ନାଇଁ ମିଶିକି ଆମେ ସେଟଅପ କାଢିବା ଆଉ ସେଟଅପ କାଢିକି ଗୋଟେ ଚଲେଇବା ବୋଲି ବିଜନେସ ବୋଲି ଆଗ ତ ଯାଉଥିଲେ ଓଡ଼ିଶା ଡିଜେରେ ବୁଝି ଯାଉଥିଲେ ବହୁତ ହେଲାନି ଦଶମ ସରୁ ଯାଉଥିଲେ ଓଡ଼ିଶା ଡିଜେରେ ବୁଝି ସେଥିରୁ ସାରିକି ନିଆର ସେଇଟା ବି ସେ ଗଲା ଏଠୁ ଗଲା କରିବା କହିଲି ହଉ ଠିକ୍ ଅଛି କରିବା ଦୁଇ ମିଶିକି ଆଉ ସେଇଟା ଡିସିସନ ନେଲୁ କଲୁ ଆଉ ସେଟଅପ ଆଉ ଭାଇ ଆପଣ ସେଟଅପ ଏତେ କରୁଛନ୍ତି ଯେତେ ପ୍ରୋଗ୍ରାମ ଯାଇଛନ୍ତି ଏବେ 2 ବର୍ଷ ଆପଣଙ୍କର ପ୍ରୋଗ୍ରାମ ହେଇଛି ନା କିନ୍ତୁ କୋଉଟେ ପ୍ରୋବ୍ଲେମ ଫେସ୍ କରିନାହାନ୍ତି କି ଯାଇ ପ୍ରୋଗ୍ରାମରେ ମାନେ ପ୍ରୋଗ୍ରାମ ପହଞ୍ଚୁଛନ୍ତି କିନ୍ତୁ କଣ ସର୍ଟ କ୍ରିଏଟିଭ ହଉ କି ଭାଇ କିଛି ଅଲଗା ପ୍ରୋବ୍ଲେମ ଲାଗି ଆପଣଙ୍କ ସାଉଣ୍ଡ ପ୍ରୋଗ୍ରାମ ମାନେ ସେଇଦିନ ସାଉଣ୍ଡ ବାଜିନି କି ପ୍ରୋଗ୍ରାମ ବନ୍ଦ ହେଇଛି ଏବେ ଅସୁବିଧା କଣ ପ୍ରୋବ୍ଲେମ ଫେସ୍ କରୁଛନ୍ତି ଦୁଇଟା ପ୍ରୋଗ୍ରାମ ହେଇଛି ସେମିତି ଡିଜିଟେ ପ୍ରୋବ୍ଲେମ ଥିଲା ସର୍ଟ ସାର୍କିଟ ଯୋଗୁଁ ସେ ପ୍ରୋବ୍ଲେମ ଥିଲା ପୁଣି ତା ପରଦିନ ଆସିକି ପୁଣି ଯେତିକି ଯାହା ପ୍ରୋବ୍ଲେମ ଥିଲା ପୁଣି ରିକଭରି କରି କଲ୍ ପ୍ରୋଗ୍ରାମ ଚାଲିଛି ଆଉ ତାପରେ ତ କିଛି ପ୍ରୋବ୍ଲେମ ନାହିଁ ଆଉ କିଛି ଏବେ ଆଉ ଭାଇ ଆପଣଙ୍କ କମ୍ପିଟିସନ ଯେତେ ସବୁ ଚାଲିଛି ଏବେ କମ୍ପିଟିସନକୁ ନେଇ କଣ କହିବେ କମ୍ପିଟିସନ ଶୁଣନ୍ତୁ ସମସ୍ତେ ଆଜିକାଲି ଛୋଟ ଡିଜେ ହେଲେ ବି କମ୍ପିଟିସନ କରୁଛନ୍ତି ବୁଝିପାରିଲେ ଯିଏ ଯେତିକି ଜିନିଷ ଲଗାଉଛି ସେ ସେତିକି କମ୍ପିଟିସନ କରୁଛି ଆମେ କହିବା ଏତେ ଗୁରେ ଜିନିଷ ଲଗେଇକି ଭଲ ଛୋଟ ସାଉଣ୍ଡ ଲାଗିଲେ ବି ନା ସେ କିଛି ଲଗେଇଲେ ତା ସହିତ ଲାଗିବ ଯାଇକି କିଛି ଲାଭ ନାହିଁ ଭାଇ ଆଉ କହିବାକୁ ଗଲେ ପବ୍ଲିକ ଯୋଉ ଯାହାହେଲେ ବି ରଶ୍ମିର ଗୋଟେ ନାଁ ରହିଛି ନା ଆଉ ଯଦି ଅଲଗା ସେଟଅପ ଆସିନା ଯୋଉ କମ୍ପିଟିସନ କରୁଛି ତାହେଲେ ଆମେ କଣ ପାଇଁ ନ କରିବୁ ଏଇଟା ବି ଗୋଟେ ରିଜିନ ରହୁଛି ନା ଯୋଉଠି ଗୋଟେ ସିଚୁଏସନ ଲାଗୁଛି ସେଇଠି କାମ କରିବାକୁ ପଡୁଛି ବୁଝିପାରିଲେ ନା ଯୋଉଠି କମ୍ପିଟିସନ ଅଛି କମ୍ପିଟିସନ କରିବାକୁ ପଡିବ ଯୋଉଠି ଲାଇନ ପସନ୍ଦ ଅଛି ଲାଇନ ପସନ୍ଦ କରିବାକୁ ପଡୁଛି ଭାଇ ପବ୍ଲିକର ଗୋଟେ ଡିମାଣ୍ଡ ଥିଲା କି ଭାଇ କିଛି ୟୁନିକ୍ ସେଟଅପ ଆସୁଛି କି
ଆକୁ ୟୁନିକ୍ ନାହିଁ ଗଣେଶ ପୂଜାରେ ଏମିତି ସେଟଅପ୍ ଆସିବ ଗଣେଶ ପୂଜାରେ ମାନେ ନୂଆ ବର୍ଷ ପାଇଁ କିଛି ୟୁନିକ୍ ନାହିଁ। ନାଇଁ ୟୁନିକ୍ ନାହିଁ ଏବେ ତ ପ୍ରୋଗ୍ରାମ ସବୁ ଲଗାତାର ରହିଯାଇଛି ଜାନୁଆରୀରୁ ବାହାଘର ଷ୍ଟାର୍ଟ 16 ଷ୍ଟାର୍ଟ 15 16 ଷ୍ଟାର୍ଟ ହେଇଯାଉଛି ବାହାଘର ତାପରେ ସରସ୍ୱତୀ ପୂଜା ପୁଣି ଭାଇ ବାହାଘର ଆଉ ଗୋଟେ କ୍ୱେଶ୍ଚିନ୍ କି ଆମର ଭାଇ ପ୍ରୋବ୍ଲେମ ଭାଇଙ୍କର ଥିଲା କି ଭାଇ ଏଥର ପୁଣି ନୂଆ ଲାଇନରେ କି ନୂଆ ବେସ୍ ଆସୁଛି କି ନାହିଁ ସେଇ ଜିନିଷ ରହୁଛି। ଦେଖିବା ସେଇଟା ଗଣେଶ ପୂଜାରେ ଦେଖିବା। କାରଣ ଏବେ ରିସେଣ୍ଟଲି ଆପଣଙ୍କର ସେଟଅପ୍ ଚେଞ୍ଜ ହେଇଛି ସେ ନୂଆ ଜିନିଷ ସବୁ ଲାଗିଛି। ଗଣେଶ ପୂଜା ରିକଭରି ଯେମିତି ହେଲେ ହବ ଗଣେଶ ପୂଜା ଯେମିତି ହେଲେ ସିଜିନରେ ଯାହା ହେଲେ ହବା କଥା ହବ ସେଇ ଟାଇମ୍ ଯାହା ହବା କଥା ହବ। ଭାଇ ଆଉ ଗୋଟେ କ୍ୱେଶ୍ଚିନ୍ ଥିଲା ଯେ ଭାଇ ଆପଣଙ୍କର ଏବେ ମାନେ ନୂଆ ବର୍ଷ ଆପଣ ମ୍ୟାରେଜ କରିବା ପାଇଁ ଚାହୁଁଛନ୍ତି ଯାଉଛନ୍ତି କିନ୍ତୁ ଆମେ ଶୁଣୁଥିଲୁ କିନ୍ତୁ ପ୍ରୋବ୍ଲେମକୁ ଟିକେ କହିଦିଅନ୍ତୁ ଆପଣ ମ୍ୟାରେଜ ତ ସବୁ ଠିକ ସରିଛି କାଲି ଫେବୃଆରୀ 19ରେ ମ୍ୟାରେଜ ବାହାଘର ଅଛି ସେଦିନ। ଆଉ ଭାଇ ଆପଣ ମାନେ ଆସନ୍ତୁ ଭାଇଙ୍କ ସହିତ ବହୁତ ମାନେ ଏନ୍ଜୟ କରନ୍ତୁ ଭାଇ ବାହାଘର ପ୍ରୋଗ୍ରାମରେ। ଭାଇ ଆମର ନୂଆ ବର୍ଷରେ ଆମର ଭାଇ ମାନେ ସିଙ୍ଗଲରୁ ମାନେ ମ୍ୟାରେଜ କରିବା ପାଇଁ ଯାଉଛନ୍ତି ଆଉ ଆପଣ ମାନେ ଆସନ୍ତୁ ଭାଇଙ୍କ ସାରା ବହୁତ ସାରା ଏନ୍ଜୟ କରିବା ମ୍ୟାରେଜ ପ୍ରୋଗ୍ରାମରେ ମିଶିକି। ଭାଇ ଏତିକି କହିକି ଆମେ ବେଶୀ ଭିଡ଼ିଓକୁ ଲମ୍ବା କରିବାନି ଆଉ ଚାଲନ୍ତୁ ଭାଇ ନେକ୍ସଟ ଭିଡ଼ିଓରେ କିଛି ରଶ୍ମିର ପ୍ରୋଗ୍ରାମ ଆସିଲେ ଆପଣଙ୍କୁ ଦେଇଦେବୁ ଆମେ ୟୁଟ୍ୟୁବରେ ଭିଡ଼ିଓ ଭାଇ ଆଉ ଭିଡ଼ିଓରେ ଯୋଡ଼ି ରୁହନ୍ତୁ। ଆଉ ଭାଇ ପ୍ରୋବ୍ଲେମ ଟିକେ କୁହନ୍ତୁ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରୁନାହାନ୍ତି ଚ୍ୟାନେଲକୁ। କୋଉଟାକୁ ଚିହ୍ନ ଭାଇ କହିବେ ସମସ୍ତେ ତ ସବସ୍କ୍ରାଇବ ଏଇ ବିଷୟରେ ପବ୍ଲିକ କହିଲେ କିଛି ଲାଭ ନାହିଁ ଯେତିକି ସେ ଯୋଉ ଯେତିକି ଅଛନ୍ତି ପବ୍ଲିକ ଲୋକ କରନ୍ତୁ ସବସ୍କ୍ରାଇବ କରନ୍ତୁ ୟୁଟ୍ୟୁବ ସମସ୍ତଙ୍କର ୟୁଟ୍ୟୁବ ଅଛନ୍ତି ବୁଝିପାରିଲେ ସିଏ କହୁଛି ସେ ଏଇଟା ଉଲ୍ଟା କଥା ମାନେ କ'ଣ ଆଜିକାଲି ତ ଦୁନିଆରେ ଚାଲିଛି ସିଏ ତା ଗୋଟେ ହେବ ସିଏ ତା ଗୋଟେ ହେଉଛି ସବସ୍କ୍ରାଇବ କରନ୍ତୁ ଲୋକ ଅଛନ୍ତି ସବସ୍କ୍ରାଇବ କରିବେ ହେଲା ଭଲ ପ୍ରୋଗ୍ରାମ ଦେଲେ ଲୋକ ସବସ୍କ୍ରାଇବ କରିବେ। ହଉ ଭାଇ ଏତିକିରେ ଭିଡ଼ିଓ ରଖୁଛୁ ଜୟ ଜଗନ୍ନାଥ ଭାଇ ମାନଙ୍କୁ ସମସ୍ତଙ୍କୁ।